ଜାଣି ଖୁସି ହେବେ କି ଆପଣଙ୍କର ଆଉ ମୋ ଭିତରେ ବିଶେଷ ଫରକ ନାହିଁ। ଆପଣଙ୍କ ପରି ମତେ ବି ଘରଣୀଙ୍କ ହାତ ରନ୍ଧା ଭଲ ଲାଗେ ନାହିଁ। ସକାଳୁ ସକାଳୁ ରୁଟି ସହ ଚିର ପରିଚିତ ସନ୍ତୁଳାକୁ ଦେଖି ମୁଁ କହିଲି ଏଗୁଡ଼ା ଛି ଛି କ'ଣ ରାନ୍ଧିଛ? ଇଏ ପାଣିରେ ବୋଧେ ଡରି ମରୁଛନ୍ତି। ପରିବା ଗୁଡ଼ାକ ମତେ ମାରୁଛନ୍ତି ଆଖି। ସମସ୍ତେ ପୁରା ରହିଛନ୍ତି କଞ୍ଚା। ଆହା ହଉଛନ୍ତି ହାକୁ ହାକୁ। ମତେ ଲାଗୁଛି ତ ହୁଳା ହୁଳା ହଉଛନ୍ତି ମତେ ମାରିବାକୁ। ଘରଣୀ କହିଲେ ହଁ ତମକୁ ତ ଭାରି ଗନ୍ଧଉଛି। ହରେ ଯୋଉ ଖାଦ୍ୟ ତମକୁ ଖରାପ ଲାଗୁଛି ଯାଅ ଦେଖିବ, ସେଇଟା ଇନଷ୍ଟାଗ୍ରାମରେ ମୁଁ ପୋଷ୍ଟ କରିଛି। ଫେସବୁକରେ ଆଉ ଇନଷ୍ଟାଗ୍ରାମରେ ତାକୁ ଲକ୍ଷାଧିକ ଲାଇକ୍ ମିଳିଛି। କେତେ କେତେ ବଡ଼ ବଡ଼ ଲୋକ, ଯୁବକ ବୃଦ୍ଧ ଅଧବୃଦ୍ଧ ସମସ୍ତେ ତାକୁ ସେୟାର କରିଛନ୍ତି। ଅନ୍ୟ କଥା ଛାଡ଼, 750 ଜଣ ଆହା ଭାରି ଟେଷ୍ଟି ଡେଲିସିୟସ୍ ୱଣ୍ଡରଫୁଲ ବୋଲି କମେଣ୍ଟ କରିଛନ୍ତି। କହିଲେ ବନ୍ଧୁ ମୋର ଏଇ ଯୋଉ ନିନ୍ଦା କରିବାଟା ଏତିକିରେ ସୀମିତ ରହିଲା ନାହିଁ, ପହଞ୍ଚିଲା ସିଧା ଅଦାଲତ ମାନେ କୋର୍ଟରେ ଯାଇ। କୋର୍ଟରେ ଘରଣୀ ଯାଇ ମତେ ହାଜର କଲେ ଆଉ ଜଜଙ୍କ ଆଗରେ ସଫେଇ ଦେଲେ। ଦେଖନ୍ତୁ ଆଜ୍ଞା, ଇଏ ମତେ କେତେ ନିର୍ଯାତନା ଦଉଛନ୍ତି। ମୋ ହାତ ରନ୍ଧା ଆଉ ଭଲ ନାହିଁ ବୋଲି କହୁଛନ୍ତି। ଏମିତି ନାହିଁ ଆଜ୍ଞା, ମତେ କଣ୍ଟ୍ରୋଲରେ ରଖି 10 ବର୍ଷ ହେଲା ମତେ ଏମିତି ଇଏ ନିର୍ଯାତନା ଦଉଛନ୍ତି। ଜଜ୍ ମତେ କଡ଼ା କଡ଼ା ଆଖି କରିକି ଚାହିଁଲେ। କହିଲେ ଆପଣ 10 ବର୍ଷ ହେଲା ଆପଣଙ୍କ ପତ୍ନୀକୁ ଏମିତି କଣ୍ଟ୍ରୋଲରେ ରଖିଛନ୍ତି? ମୁଁ କହିଲି ନାଇଁ ଆଜ୍ଞା, ନାଇଁ। ଜଜ୍ ଏଥର ସାଙ୍ଗେ ସାଙ୍ଗେ ବିରକ୍ତ ହେଇ କହିଲେ ଫରକ କିଛି ନାହିଁ, କୈଫିୟତ ଦେବା ଦରକାର ନାହିଁ, ଖାଲି ସେଇ ଯୋଉ ଟ୍ରିକ୍ଟା ମତେ ଟିକେ ଦିଅନ୍ତୁ ବତାଇ।